ଆପଣ ଶୁଣନ୍ତୁ, ଯଦି ଡିଟେଲ କହିଲେ ମୁଁ ଡିଟେଲ ଆପଣଙ୍କୁ କହୁଛି, ଟିକେ ଶୁଣନ୍ତୁ। ଆମର ମଧୁସୂଦନ ମୁଦୁଲି ନାମକ ଜଣେ ଭଦ୍ର ବ୍ୟକ୍ତି ହେଲା। ଆମେ ସେଇ ରାଜକିଶୋର ମୁଦୁଲି ମୋ ନାଁ। ହଁ, ମଧୁସୂଦନ ମୁଦୁଲି ସେ ଗାଁ ଚାଟଶାଳୀର ଅବଧାନ ଥିଲେ। ଆଜ୍ଞା। ତାଙ୍କ ସ୍ତ୍ରୀ ନାଁ ବାଜ, ଭଲ ନାଁ ହେଲା ବିରଜା। ଆଜ୍ଞା। ସେ ଦି ଜଣ ବହୁତ ଧର୍ମପରାୟଣ। ଆଚ୍ଛା, ସେ ଧର୍ମପରାୟଣ ସମୟରେ ତାଙ୍କର 2ଟି ପିଲା ପୁତ୍ର ସନ୍ତାନ ଥିଲେ। ଯଦି ପୁତ୍ର ସନ୍ତାନ ଥିଲେ, ସେ ବୋଧେ 1800 ମସିହାର ଲାଷ୍ଟ ବେଳକୁ। ଆଚ୍ଛା, ସେଇ ପୁତ୍ର ସନ୍ତାନ ଦିଟାକୁ ନେଇକି ସାଧୁ ମାନଙ୍କ ମେଳରେ ସେ ଗଙ୍ଗାସାଗର ମେଳା ଯାଇଥିଲେ। ଗଙ୍ଗାସାଗର ମେଳାରେ କୌଣସି କାରଣବଶତଃ ସେ ଛୁଆ 2ଟି ମାର ପଡ଼ିଗଲେ। ପଡ଼ିଗଲା ପରେ ଘରକୁ ପଳେଇ ଆସି ସୁପଳି କାର୍ଯ୍ୟ କରି ଘରେ ଗୋଟେ ବିଷ୍ଣୁ ମନ୍ଦିର ଗାଁରେ ଥିଲା, ସେଇ ପାଖରେ ଅଧିଆ ପଡ଼ିକି ସବୁଦିନ ଠାକୁରଙ୍କୁ ଜଣାନ୍ତି ଯେ ଆମର ବଂଶ ରକ୍ଷା କେମିତି ହବ। ଏଇ ସମୟରେ ଯାହା ହଉ ପ୍ରଭୁଙ୍କ ଆଶୀର୍ବାଦରୁ 1902 ମସିହାରେ ପିଲାଟିଏ ଜନ୍ମ ହେଲା, ପୁତ୍ର ସନ୍ତାନଟିଏ। ତାଙ୍କ ନାଁ ସିଏ ଦେଲେ ଦିନେଇ ବା ଦୀନବନ୍ଧୁ। 2 ମସିହାରେ ସେ ଯେତେବେଳେ ଜନ୍ମଗ୍ରହଣ କଲା, 2ରୁ 8 6 ବର୍ଷ ବାପ କଣ କଲେ ନା ନେଇକି ଚାଟଶାଳୀରେ 6 ବର୍ଷରେ ପାଠ ପଢ଼େଇଲେ ଏବଂ ବାପାଙ୍କ ସାଙ୍ଗରେ ସେ ଯାଆନ୍ତି, ଚାଟଶାଳୀରୁ ଆସନ୍ତି, ମହାନଦୀ କୂଳରେ ତାଙ୍କ ଘର। ଏଇ ସମୟରେ ସେ ପିଲା ଦେହତ୍ୟାଗ କରିବାର 2 ମାସ ପୂର୍ବରୁ ଆଉ ଜଣେ କାଣୀ ନଦୀ କୂଳରେ ଜଣେ ସାଧୁ ଥିଲେ, ତାଙ୍କ ନାଁ ରଙ୍ଗାଧର ଶ୍ରୀଚନ୍ଦନ। ସେ 100 ବର୍ଷ ଦେହରେ ରହିଥିଲେ। ସେ ସିଦ୍ଧି ଲାଭ କଲା ପରେ ସେ ପରମ ବ୍ରହ୍ମକୁ ମାଗିଲେ, କହିଲେ ପ୍ରଭୁ ମୁଁ କେମିତି ମା ଗର୍ଭକୁ ଆଉ ଯିବି ନାହିଁ। ସେଠୁ ଶୂନ୍ୟରୁ ତାଙ୍କ ଆଦେଶ ହେଲା, ସେ ରଙ୍ଗାଧର ଶ୍ରୀଚନ୍ଦନ ସେଇ ଗାଁକୁ ଗଲେ। ସେଇ ଗାଁରେ ଗୋଟେ ହାତ ବରଗଛ ମୂଳେ 1 ମାସ ସମାଧିରେ ବସିକି ରହିଲେ। ରହିଲା ପରେ ଯୋଉଦିନ ସେ ପିଲାଟି ବାପ ସାଙ୍ଗରେ ଯାଇଛି ମହାନଦୀକୁ, ସେ ଦିନ ପ୍ରାୟ 11ଟା ଖଣ୍ଡ ବେଳେ ସେ ସେଠୁ ଗାଧେଇ ଆସି ସାରିଲା ପରେ ପିହୁଳା ଜ୍ୱର ଖୁବ୍ ଜୋର ହେଲା। ଏ ଜ୍ୱର ଟେମ୍ପରେଚର ଏତେ ହେଲା ଯେ ପାଖରେ ଡାକ୍ତରଖାନା ନାହିଁ କି କିଛି ନାହିଁ। ତେଣୁ ପିଲାଟି ମୃତ ବୋଲିକି ସମସ୍ତେ ଘୋଷଣା କରିଦେଲେ। ଯେମିତି ମୃତ ବୋଲି ଘୋଷଣା କଲେ, ସେ କାନ୍ଦିବା ଶବ୍ଦଟା ଶୁଭିଲା ରଙ୍ଗାଧରଙ୍କୁ। ରଙ୍ଗାଧର ତାଙ୍କ ଘରେ ଆସି ପହଞ୍ଚିଲେ। ପହଞ୍ଚି କହିଲେ ନା ନା ପିଲାଟି ମରିନାହିଁ, ପିଲାଟି ମୋହ ହେଇଯାଇଛି, ସେ ପିଲାଟି ବଞ୍ଚିବ, ତମେ ଚିନ୍ତା କର ନା। ଏହା କହିକି ପରକାୟ ମନ୍ତ୍ରରେ ଝାଡ଼ି ଦେଇକି ତୁରନ୍ତ ସେଠୁ ପଳେଇ ଆସିଲେ। ପଳେଇ ଆସି ମହାନଦୀ ପାର ହେଇକି ଗୋଟେ ଜାଗାରେ ଗୋଟେ କୁଦ ଅଛି, ମାଟି କୁଦ, ତା ନାଁ ହଉଛି ବଡ଼ପାଳ ଡିଆ। ସେ ବଡ଼ପାଳ ଡିଆରେ ଗୋଟେ ଶିମିଳି ଗଛ ଥିଲା। ସେ ଶିମିଳି ଗଛ ମୂଳେ ସେ ଧ୍ୟାନସ୍ଥ ହେଇ ବସି ପଇଲେ। ଅର୍ଥାତ୍ ତାଙ୍କ ପ୍ରାଣଟା ଦୀନବନ୍ଧୁ ଶରୀରରେ ପ୍ରବେଶ କଲା। ସେଇ ସମୟରେ କୁମ୍ଭାରୁଣୀ ମାନେ ବଡ଼ ବଡ଼ ଖଡ଼ୁଟି ମାନେ ଖଡ଼ୁ ସବୁ ପିନ୍ଧୁଥିଲେ, ସେ ସବୁ ଯାଇଥିଲେ ଝଟା କାଟିବା ପାଇଁ ସେ ଡିଆକୁ। ସେ କହିଲେ ଆରେ ବାବା ତ ଆମର ଆମ ଗାଁ ମୁଣ୍ଡରେ ବସିଥିଲେ, ଏଠି କ'ଣ ଆସି ଶିମିଳି ଗଛ ମୂଳେ ବସିଛନ୍ତି, ଚାଲନ୍ତୁ ଯିବା ଟିକେ ବାବାଙ୍କୁ ଜୁହାର ହବା। ଯାଇକି ସେଠୁ ସମସ୍ତେ ପାଦ ଧରି ଜୁହାର ହେଲେ। ଯେମିତି ଜୁହାର ହେଲେ ବାବାଙ୍କ ଶରୀର ଗଡ଼ି ପଡ଼ିଲା। ସେଠୁ ଗାଁରେ ଆସି ଖବର ଦେଲେ। ଗାଁ ଲୋକ ଯାଇକି ସେଠି ବଡ଼ପାଳ ଡିଆରେ ଗୋଟେ ସମାଧି କଲେ। ତାପରେ ସେଠୁ ଗାଁରେ ଆସିକି ଏ ପିଲାଟି ତ ବଞ୍ଚି ଉଠିଲା, ଭାରି ଖୁସି ହେଲେ। ଏଇଟା 1908 ମସିହା ବୈଶାଖ ମାସ ଶୁକ୍ଳ ତୃତୀୟା। ହଁ, ଅକ୍ଷୟ ତୃତୀୟା ଦିନ ସେ ପରକାୟ ପ୍ରବେଶ କରିଥିଲେ। ଯଦି କରିଥିଲେ, ସେଇଠୁ ସିଏ କ'ଣ କଲେ ନା, ସେଇଠୁ 8ରୁ 8 4 3-4 ବର୍ଷ ଘରେ ରହିଲେ। ରହି ସାରିଲା ପରେ ବାପା ମା ବୃଦ୍ଧା ହେଇଯାଇଥିଲେ, ସିଏ ବି ଦେହ ତ୍ୟାଗ କଲେ। କରିସାରିଲା ପରେ ସେଠି ପାଖରେ ଗୋଟିଏ ଆଶ୍ରମ ଥାଏ ପଥୁରିଆ ବୋଲିକି, ସେଠି ଆତ୍ମାରାମ ଦାସ ଥାଆନ୍ତି, ସିଦ୍ଧ ପୁରୁଷ ଜଣେ। ତାଙ୍କରି ପାଖରେ ଯାଇକି ଇଏ ସାଧନା ଭଜନ ଆରମ୍ଭ କଲେ, ଯୋଗ ସାଧନା କଲେ, ଗୁମ୍ଫାରେ ବସିକି ସାଧନା କଲେ। ସାଧନା କରୁ କରୁ ତାପରେ ସେଇଠୁ କାଳକ୍ରମେ ସେ ରାମଦାସଙ୍କ ଦ୍ୱାରା ପ୍ରେରିତ ହୋଇ ଆସିକି ବାଇଟାଙ୍ଗୀ ମଠରେ ପହଞ୍ଚିଲେ। ଏବେ ଆତ୍ମାରାମ ଦାସ ରାମଦାସ ତାଙ୍କ ଆତ୍ମାରାମ ଦାସ ମଠ ତ ଏଠି ମୁଁ ଯାଇଥିଲି ଆଶ୍ରମ। ନା, ସିଏ ନୁହନ୍ତି, ଇଏ ହଉଛନ୍ତି ଆଉ ଜଣେ ରାମଦାସ ବୋଲିକି। ରାମଦାସ। ହଁ, ସିଏ କ'ଣ କଲେ ନା, ଆମର ରସାନନ୍ଦ ଦାସ ଥିଲେ ବାଇଟାଙ୍ଗୀ ମଠରେ ସନ୍ନ୍ୟାସ। ତେଣୁ ତାଙ୍କରି ପାଖରେ ଆଣିକି 13 ବର୍ଷରେ ତାଙ୍କୁ ବାନା ଦେଇକି ସେଇଠି ଛାଡ଼ିଲେ। ରସାନନ୍ଦ ଦାସ ପାଖରେ ସେଠି 3 ବର୍ଷ ରହିଲେ, 3-16 ବର୍ଷ। ସେଠୁ ସେ 3 ବର୍ଷ ପରେ ଯାଇକି ସୋମତୀର୍ଥ ବୋଲିକି ଥିଲା ଗୋଟେ ଜାଗା ଆମର ଯାଜପୁର ଟାଉନରେ, ସେଠି ସେ 3 ବର୍ଷ ସାଧନା କଲେ। ସୋମତୀର୍ଥରୁ ସେଠୁ ପୁଣି ଛାଡ଼ିକି ଯାଇକି ବନବିହାରୀ ମଠ ଗୋଟେ ଗୁମ୍ଫା ଥିଲା, ସେଠି 3 ବର୍ଷ ସାଧନା କଲେ। ଏମିତି 9 ବର୍ଷ ପଳେଇଲା। 9 ବର୍ଷ ପରେ ତାପରେ ସେଠୁ ସେ କେଉଁଝରକୁ ଗଲେ। ଗୋନାସିକା ପାହାଡ଼ରେ 1 ବର୍ଷ 4 ମାସ 20 ଦିନ ନିର୍ବିକଳ୍ପ ସମାଧିରେ ସେ ସିଦ୍ଧି ଲାଭ କରି ସେଠୁ ପୁଣି ଫେରିଲେ। ଫେରିକି ଜାଗ ଯଜ୍ଞ ଭଲ ମନ୍ଦ କରିକିରି ଏମିତି 1915ରୁ ଆସିଲେ। 1962-61 ମସିହାରେ ଦିଲ୍ଲୀର ମାଲଚା ମାର୍ଗରେ ତାଙ୍କୁ ପରମହଂସ ଉପାଧି ଦିଆଗଲା।
परमहंस उपाधि पाई सारा 1962 मसीह आसिकी आमर कालकाटा माटिया ब्रुजी गोटे आश्रम कले से आश्रम अच्छी सेठू आसिक नानादी जगह जाग जग भल मंद कर 1992 मसीहा चितालेगी अमावस्या जुलाई 29 तारीख बुधवार राति 12:10 से देहत्या कले। गुरु ना कार गुरु करना गुरु कले रामदास को रामदास पाखु जोग शिक्षा करी आसी बाइटेंग मठरे रामदास बाना देले बाना देके आसिक बाइटेंग मठरे से जोग साधना आरंभ कले। ये निगमानंद महापुरुष थिले